ଆଜି ଆମେ କରେକ୍ଟ ଭର୍ବ ଚୁଜ୍ କରିବା ଶିଖିବା। କ୍ୱେଶ୍ଚିନ୍ ନମ୍ବର 1, ହି କାନ୍ ଡେସ୍ ଇଣ୍ଡିଆନ୍ ଲାଙ୍ଗୁଏଜ୍। କିପ୍ ଇନ୍ ମାଇଣ୍ଡ, ଏହା ମନେ ରଖନ୍ତୁ। ହ୍ୱେନ୍ ଏଭର୍ ୟୁ ହାଭ୍ କାନ୍, କୁଡ୍, ମେ, ମାଇଟ୍, ମଷ୍ଟ, ସୁଡ୍ ଏହା ଥିବ, ତାହେଲେ ସେତେବେଳେ କେବଳ ଅନଲି ବେସ୍ ଭର୍ବ ହିଁ ୟୁଜ୍ ହୋଇଥାଏ। ଅନଲି ଭର୍ବ ନମ୍ବର 1। ଏଠାରେ ଭର୍ବ ଦେଇଛି ସ୍ପିକ୍, ଏଇଟା ହେଉଛି ବେସ୍ ଭର୍ବ ନମ୍ବର 1, ତେଣୁ କରେକ୍ଟ ଆନ୍ସର ହେବ ସ୍ପିକ୍। ସ୍ପିକ୍ ହେବ କରେକ୍ଟ ଆନ୍ସର। ହି କାନ୍ ସ୍ପିକ୍ ଇଣ୍ଡିଆନ୍ ଲାଙ୍ଗୁଏଜ୍। କାରଣ ହି ପାଖରେ କାନ୍ ଅଛି ମାନେ ସ୍ପିକ୍ ୟୁଜ୍, କାନ୍ ଅଛି ମାନେ ଅନଲି ବେସ୍ ଭର୍ବ ହିଁ ୟୁଜ୍ ହୋଇଥାଏ। ସ୍ପିକ୍ ହେବ କରେକ୍ଟ ଆନ୍ସର। ସେକେଣ୍ଡ, ହି ଇଜ୍ ଡେସ୍ ଏ ଷ୍ଟୋରି। ଯେତେବେଳେ ଆମ୍, ଇଜ୍, ଆର୍, ୱାଜ୍, ୱେର୍ ଥିବ, ସେତେବେଳେ ଭର୍ବ ସହିତ ଆଇଏନଜି ଯୋଗ ହୋଇଥାଏ। ଯେମିତିକି ହି ପାଖରେ ଇଜ୍ ଅଛି, ତେଣୁ ରିଡ଼ିଂ ହେବ କରେକ୍ଟ ଆନ୍ସର। ରିଡ୍ ହେଉଛି ଭର୍ବ, ତାରେ ପ୍ଲସ୍ ଆଇଏନଜି ଲାଗିଛି, ରିଡ଼ିଂ ହେବ କରେକ୍ଟ ଆନ୍ସର। ଆମ୍, ଇଜ୍, ଆର୍, ୱାଜ୍, ୱେର୍ ଥିଲେ ଭର୍ବ ସହିତ ଆଇଏନଜି ଯୋଗ ହୋଇଥାଏ, ତେଣୁ ରିଡ଼ିଂ ହେବ କରେକ୍ଟ ଆନ୍ସର। ଥାର୍ଡ଼, ୱି ଡିଡ୍ ନଟ୍ ଡେସ୍ ଟିଭି ୟଷ୍ଟରଡେ। ଯଦି କ୍ୱେଶ୍ଚିନ୍ରେ ଡୁ ନଟ୍, ଡଜ୍ ନଟ୍, ଡିଡ୍ ନଟ୍ ଥାଏ, ତାହେଲେ କେବଳ ଅନଲି ବେସ୍ ଭର୍ବ ହିଁ ୟୁଜ୍ ହୁଏ, ମାନେ ଭର୍ବ ନମ୍ବର 1, ଭର୍ବ 1। ଏଠାରେ ୱି ପାଖରେ ଡିଡିଣ୍ଟ ଅଛି, ଡିଡ୍ ନଟ୍, ତେଣୁ ହେଲେ ଡୁ ନଟ୍, ଡଜ୍ ନଟ୍, ଡିଡ୍ ନଟ୍ ଥିଲେ କେବଳ ବେସ୍ ଭର୍ବ ହିଁ ୟୁଜ୍ ହୋଇଥାଏ। ୱାଚ୍ ହେବ କରେକ୍ଟ ଆନ୍ସର, କାରଣ ୱାଚ୍ ହେଉଛି ବେସ୍ ଭର୍ବ। ଏଠାରେ ଇଡି ଲାଗିବ ନାହିଁ, ୱାଚ୍ର ହେବନି, ଇଡି ନାହିଁ, ନୋ ଇଡି, ନୋ ଆଇଏନଜି, ଅନଲି ବେସ୍ ଭର୍ବ, ୱାଚ୍ ହେବ କରେକ୍ଟ ଆନ୍ସର। ଫୋର୍ଥ ନମ୍ବର, ଆଇ ହାଭ୍ ଡେସ୍ ମାଇ ହୋମୱାର୍କ। ହ୍ୱେନ୍ ଏଭର୍ ୟୁ ହାଜ୍, ହାଭ୍, ହାଡ୍, ଯେତେବେଳେ ହାଜ୍, ହାଭ୍, ହାଡ୍ ଥିବ, ସେତେବେଳେ ପାଷ୍ଟ ପାର୍ଟିସିପଲ୍ ଫର୍ମ ଭର୍ବ ନମ୍ବର 3 ୟୁଜ୍ ହୋଇଥାଏ। ହେଲେ ଡୁ ହେଉଛି ଭର୍ବ 1, ଡିଡ୍ ହେଉଛି ଭର୍ବ 2, ଡନ୍ ହେଉଛି ଭର୍ବ 3, ତେଣୁ ଡନ୍ ହେଲା ଭର୍ବ 3, ତେଣୁ ଡନ୍ ହେବ କରେକ୍ଟ ଆନ୍ସର। ଆଇ ହାଭ୍ ଡନ୍ ମାଇ ହୋମୱାର୍କ। ହ୍ୱେନ୍ ଏଭର୍ ୟୁ ହାଜ୍, ହାଭ୍, ହାଡ୍ ଏହା ଥିବ, ସେତେବେଳେ କେବଳ ପାଷ୍ଟ ପାର୍ଟିସିପଲ୍ ଫର୍ମ ଭର୍ବ 3 ୟୁଜ୍ ହୋଇଥାଏ, ତେଣୁ ଏଠାରେ ଡନ୍ ୟୁଜ୍ ହେଲା। ଆଇ ହାଭ୍ ଡନ୍ ମାଇ ହୋମୱାର୍କ। ଥ୍ୟାଙ୍କ ୟୁ। ପ୍ଲିଜ୍ ସପୋର୍ଟ ମି। ଥ୍ୟାଙ୍କ ୟୁ।